ସାହିତ୍ୟ ଟ୍ରଷ୍ଟ ତରଫରୁ ରଜ ମହୋତ୍ସବର ଯେଉଁ ଅନୁଷ୍ଠିତ ହୋଇଛି ତାକୁ ନେଇ କ'ଣ ଅନ୍ତରୀକ୍ଷର ସଫଳତା ପାଇଁ ଶଶଧର ପଣ୍ଡା ବନ୍ଧୁ ଆମର ଆଉ ଏ ଦୁଇ ଜଣ କୁଆଡ଼େ ପଳେଇଲେ ଲକ୍ଷ୍ମୀ କି ଆଉ କୁଆଡ଼େ ପଳଉଛି ଆଉ ଅଛି ହଉ ଆଉ ଏ ଲକ୍ଷ୍ମୀ କି ଆଉ ତାର ସ୍ୱାମୀ ଏମାନଙ୍କର ଅବଦାନ ରହିଛି। ସାହିତ୍ୟ ପାଇଁ ଯେଉଁମାନେ କାର୍ଯ୍ୟ କରୁଛନ୍ତି ରୋଜାରୀ ନାମ ଝିଅ ବଢ଼ିଆ କାମ କରୁଛି। ଯେଉଁ ପତ୍ରିକାଟି ବାହାର କରିଛି ତାକୁ ଦେଖନ୍ତୁ ତାର ଷ୍ଟାଣ୍ଡାର୍ଡ଼ କେମିତି ହେଇଛି। ଯଦି ସେଇଟା କଣ୍ଟିନ୍ୟୁ କରେ ଆଉ ଦରକାର ନାହିଁ ଜୀବନ କରିବେ ଇତିହାସରେ ରହିଯିବ। ତେଣୁ ସାହିତ୍ୟ ହିଁ ଇତିହାସରେ ରଖେ ଇତିହାସକୁ ତିଆରି କରେ। ଆଜି ଯେଉଁ ସାହିତ୍ୟର ସମାବେଶ ଏଠି ହେଇଛି ଇଏ ଏକ ଅନବଦ୍ୟ ପର୍ବ। ଓଡ଼ିଆ ଜାତି ଆଜି ଯଦି ଉପରକୁ ଉଠୁଛି ସାହିତ୍ୟ ପାଇଁ ଆପଣମାନେ କଳ୍ପନା କରିବେନି ଇଂରେଜମାନେ 20,000 ଶବ୍ଦରେ ଆମକୁ ଏବେ ବି ରାଜତ୍ୱ କରୁଛନ୍ତି। ଆମମାନଙ୍କର ଶବ୍ଦର ସଂଖ୍ୟା ଓଡ଼ିଆର 3 ଲକ୍ଷରୁ ଉର୍ଦ୍ଧ୍ୱ। ସମଗ୍ର ପୃଥିବୀରେ ଆମେ ନମ୍ବର 1 ଯେହେତୁ ଆମର ଶ୍ରେଷ୍ଠ କବି ଉପେନ୍ଦ୍ର ଭଞ୍ଜ ଏପର୍ଯ୍ୟନ୍ତ ଅନୁବାଦ ହେଇପାରିଲା ନାହିଁ ତାଙ୍କ କବିତା। ଏତେ ସୁନ୍ଦର ଭାଷା ଭାବ ଆମ ଏ ଓଡ଼ିଶା। ତା ଭିତରେ ଶ୍ରେଷ୍ଠ ପର୍ବ ହେଉଛି ରଜ ପର୍ବ। ଶେଷ ପର୍ବ ହେଉଛି ରଜ ପର୍ବ। ଏଇଥିପାଇଁ ରଜ ଉତ୍ସବ ଅନ୍ୟ କେଉଁ ପ୍ରଦେଶରେ ପାଳିତ ହେଉନାହିଁ। ଭାରତବର୍ଷର ଅନ୍ୟ କୌଣସି ପ୍ରଦେଶରେ ରଜ ପର୍ବ ନାହିଁ, କେବଳ ଓଡ଼ିଶାରେ ଅଛି। ଏଠି ଯଥେଷ୍ଟ।